ହୁଅନ୍ତୁ ତାଙ୍କ ପିଲାଠୁ ସେ ଭଲ କହିବେ ଏବଂ ବିରୋଧୀ ଦଳର କଥା ହେଉଛି ଯେ ଆମେ ତାକୁ ବିରୋଧ କରିବା। କଂଗ୍ରେସ ଆଜି ନୁହେଁ, ଆମେ 2014 ମସିହାରୁ ଦେଖି ଦେଖି ଆସୁଛେ କଂଗ୍ରେସ ବିରୋଧ କରି ଆସୁଛି। ନବୀନ ବାବୁ ଅଧା ବିରୋଧ କରନ୍ତି, ଅଧା ପ୍ରସଙ୍ଗରେ ସମର୍ଥନ ବି କରନ୍ତି। ଯେତେବେଳେ ରାଜ୍ୟ ସରକାରଙ୍କ ବଜେଟ୍ ଥିଲା ନବୀନ ବାବୁ କହୁଥିଲେ ବହୁତ ବଢ଼ିଆ ବଜେଟ୍, ଏବେ ମୋହନ ମାଝୀ ନୂଆ ବଜେଟ୍ ଉପସ୍ଥାପନ କରିବେ, ନବୀନ ବାବୁ କହିବେ ଖରାପ। এইটা ଗୋଟେ ଚିରାଚରିତ ପ୍ରଥା। କିନ୍ତୁ একথা ସତ୍ୟ, এই ବଜେଟ୍ କେଉଁଠି ନା କେଉଁଠି ସାଧାରଣ ଲୋକଙ୍କୁ ଏତେ ଆକୃଷ୍ଟ କରିପାରୁନି। ଦୁଇଟା କାରଣ ହେଇପାରେ ଯେ ସରକାର ଏତେ ମାଗଣା ଯୋଜନା ଦେଇଛନ୍ତି ଆଉ ମାଗଣା ଦେବାକୁ ଯୋଜନା ନାହିଁ। ମୁଁ ଭାବୁଛି ସରକାର ବୋଧେ ସେଥିପାଇଁ କରିପାରୁନାହାନ୍ତି। ଆପଣ ଦେଖନ୍ତୁ ଚାଉଳ ଯୋଜନା, ଆପଣ ଦେଖନ୍ତୁ ସ୍ୱାସ୍ଥ୍ୟ ଯୋଜନା, ଆପଣ ଶିକ୍ଷା ମଧ୍ୟାହ୍ନ ଭୋଜନଠୁ ଆରମ୍ଭ କରିକି ଆମର ଏଠି ସୁଭଦ୍ରା, ସେପଟେ କାଳିଆ, ପ୍ରଧାନମନ୍ତ୍ରୀ ଏ ଯେଉଁ କୃଷକ କଲ୍ୟାଣ ଯୋଜନା ହେଉ, ଇନ୍ଦିରା ଆବାସ ତ ଗଲାଣି ହେରି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସହରୀ ଗ୍ରାମ, ଏଗୁଡ଼ା ସବୁ ଯୋଜନା ସରିଗଲାଣି। ଲୋକଙ୍କ ମୁଣ୍ଡକୁ ଛାତ ଯୋଜନା ହେଇଛି, ଲୋକଙ୍କ ପାଟିକୁ ଖାଦ୍ୟ ଯୋଜନା ହେଇଛି, ଲୋକଙ୍କ ପାଠ ପଢ଼ିବା ପାଇଁ ପିଲାଙ୍କର ଶିକ୍ଷା ଯୋଜନା ହେଇଛି, ସବୁ ମାଗଣା କରିସାରିଲେଣି। ମୁଁ ଭାବୁଛି ଆଉ ଏତେ ବେଶୀ ମାଗଣା ନଥିଲା, ସେଥିପାଇଁ ମୋଦିଜୀ ଆଉ ନିର୍ମଳା ମ୍ୟାଡ଼ାମ୍ ଏଗୁଡ଼ା ଆଉ ମାଗଣା ଯୋଜନା ଘୋଷଣା କରିପାରିଲେନି। ଏ ମାଗଣା କେତେବେଳେ ଆରମ୍ଭ ହେବ? ପାଠକୁ ଆସନ୍ତୁ 2028 ମସିହା ବଜେଟ୍ ଏବଂ ଯେତେବେଳେ ପୁଣି ସପ୍ଲିମେଣ୍ଟାରୀ ବଜେଟ୍ ହେବ 2028 ଡିସେମ୍ବରରେ, ସେତିକିବେଳେ ଆଉ 2-3ଟା ମାଗଣା ଯୋଜନା ଫପଡ଼ା ହେବ। ତେଣୁ ନୂଆ ସରକାର କେତେବେଳେ ନୂଆ ଯୋଜନା ଆଉ ଘୋଷଣା କରନ୍ତିନି। କାହିଁକିନା ଯେତିକି ଯୋଜନା ଅଛି ତାକୁ ତ ପାଳନ କରିବା ତାଙ୍କ ପାଇଁ ଗୋଟିଏ କଷ୍ଟକର ବ୍ୟାପାର। ଇଏ ହେଉଛି ଗୋଟିଏ ପାର୍ଟ। ଆଉ ରହିଲା ମଧ୍ୟବିତ୍ତ, ଯେମିତି ଆମର କହନ୍ତି ବଡ଼ ବାପାର ସାନ ମାଆର ମଝିଆ ନୁହଁ କାହାର। ଆମେ ଯେଉଁ ମଧ୍ୟବିତ୍ତ ଲୋକମାନେ ରହିଲେ ଏମାନେ କାହାର ନୁହଁ। ଇଏ ଦିହକ ଯିଆକ ଯିବେ ଚାକିରି କରିବେ, ଇନକମ୍ ଟ୍ୟାକ୍ସ ଦେବେ, ରାସନ କାର୍ଡ଼ ଯୋଜନାରେ ଆଙ୍କୁ ମିଳିବନି। କି ଶିଳ୍ପ କରିନାହାନ୍ତି ଯେ ଗଭର୍ଣ୍ଣମେଣ୍ଟ କହିବ 500 କୋଟି 300 କୋଟି ଟଙ୍କା ଛାଡ଼ କରିଦିଆଯାଉ। ତେଣୁ ଇଏ ଦିହକ ଯାକ ଆଜି ନୁହଁ। ଆମେ ସଂସାରରେ ମାନେ ପିଲାଦିନୁ ଶୁଣି ଯାଉଛୁ ମଧ୍ୟବିତ୍ତଙ୍କ ପାଇଁ କିଛି ନାହିଁ, ଆଜି ମଧ୍ୟ କିଛି ନାହିଁ। ମଧ୍ୟବିତ୍ତଙ୍କ ପାଇଁ ଆଉ ବେଳେବେଳେ ଆପଣ ଦେଖିବେ ମଧ୍ୟବିତ୍ତଙ୍କ ପାଇଁ ସରକାର ଗୋଟେ ଜିଏସ୍ଟି ଗୋଟା, ହଁ ବନ୍ଧୁ ଆମର କହିଲେ ସାମ୍ବାଦିକ ବନ୍ଧୁ, ଆଜ୍ଞା ଦର୍ଶକ ବନ୍ଧୁ, 12 ଲକ୍ଷ ଟଙ୍କା ପାଇଁ ସରକାର ଗୋଟେ ଇନକମ୍ ଟ୍ୟାକ୍ସ ଛାଡ଼ କରିଦେଲେ। କେଡ଼େ ବଡ଼ କାମଟିଏ କରିଦେଲେ। ବର୍ଷକୁ 1 ଲକ୍ଷ ଟଙ୍କା ରୋଜଗାର କଲେ ବର୍ଷକୁ ତ 12 ଲକ୍ଷ ହେବ। 1 ଲକ୍ଷ ଟଙ୍କାରେ ରୋଜଗାର କରୁଥିବା ଲୋକର ନିଶରେ ସବୁବେଳେ ତ ଗୁଆ ଘିଅ ଲାଗିଥିବ। ତେଣୁ ତା ପାଇଁ କ'ଣ ଛାଡ଼ କଲେ? ସେତିକି ଯାଇକି କେତେଟା ଲୋକ ଯାଇଛନ୍ତି କ'ଣ? ଆପଣଙ୍କୁ କୁହାହେବ ବର୍ତ୍ତମାନ 1.5 କୋଟି ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ଲୋକଙ୍କୁ ଅଧା ଛାଡ଼େ, ଆପଣ ଦେବେ? 1.5 କୋଟି କ'ଣ, ଆମେ କ'ଣ ଆମ ପରିବାର ରାକ 20 ବର୍ଷ 30 ବର୍ଷ ରୋଜଗାର କଲେ 1.5 କୋଟି ନାହିଁ? ତେଣୁ ଆମେ ବାସ୍ତବତାକୁ ଚିନ୍ତା କରିବା ଦରକାର। ମଧ୍ୟବିତ୍ତ ଟିକେ ସବୁବେଳେ ନିରାଶ ହୁଅନ୍ତି, ଏଥର ବି ନିରାଶ ହେଇଛନ୍ତି। ଅବଶ୍ୟ ସରକାର କହୁଛନ୍ତି ଯେଉଁ GST 2.0 ବଚତ କରିଦେଲେ ସବୁ କ'ଣ ଶସ୍ତା ହେଇଯାଇଛି, କିନ୍ତୁ ଆପଣ ପ୍ରକୃତରେ ଦୋକାନକୁ ଗଲାବେଳକୁ ଯେଉଁଟାକୁ 250 ଦେଲା ସେ ଷ୍ଟିକର 400 କରିଦେଇଛନ୍ତି। ମାନେ କମ୍ପାନୀ ବାଲା କ୍ଷତିରେ ଗାଠାରେ ନାହାନ୍ତି, ସରକାର ତାଙ୍କ ବାଟରେ ଘୋଷଣା କରି ଖୁସି। ଆମେ ପାଇଲୁ କ'ଣ ବୋଲି ଭାବୁଛୁ ଏବେ ବସି। ଏଥର ବଜେଟ୍ରେ ଓଡ଼ିଶା ପାଇଁ ଜାତୀୟ ରାଜପଥ ପାଇଁ ଟଙ୍କା ରଖାଯିବା, ଜଳପଥର ବିକାଶ, ଏଗୁଡ଼ିକ ଯେଉଁ ବ୍ୟୟ ବରାଦ କରାଯାଇଛି ତାକୁ ଏ ବର୍ଷ ଯେତିକି ଟଙ୍କା ଯେଉଁ ବଡ଼ ବଡ଼ ପ୍ରୋଜେକ୍ଟ କଥା କହୁନାହାନ୍ତି, ମୋହନ ମାଝୀ କହିଲେ, ମନମୋହନ ସାମଲ କହିଲେ, ଭାରତୀୟ ଜନତା ପାର୍ଟିର ନେତାମାନେ ଟିଭିରେ ଫଟେଇକି କହୁନାହାନ୍ତି, ଇଏ ଯେତିକି ପ୍ରୋଜେକ୍ଟ ହେଇଛି ଇଏ ସରିଗଲା ବେଳକୁ 2032, 33, କୋଉଟା 31, କୋଉଟା 35 ଯାଏଁ ପଳେଇବ। ବଜେଟ୍ରେ ଗୋଟେ ଘୋଷଣା କରାହେଇଛି, ଏତିକି ଟଙ୍କାର ଗୋଟେ ପ୍ରାବଧାନ କରାଯାଇଛି। ସର୍ଭେ ହେବ, କେଉଁ ରୁଟ୍ରେ ଯିବ, କେମିତି ତା'ର କରାଯିବ, ତା'ର ଯେଉଁ ନିର୍ମାଣ କାମ, ଭିତ୍ତିଭୂମି, ଏଗୁଡ଼ା ସବୁ କିଛି ଆରମ୍ଭ ହେଇନି। ବହୁତ ବର୍ଷ ଧରିକି ଏ ପ୍ରୋଜେକ୍ଟ ଚାଲିବ। ତେଣୁ ସଫଳ ହେଲା ପରେ ଆମେ କହିବା ଯେ ସରକାର କ'ଣ କଲେ। ଆଉ ପୂର୍ବରୁ ଯେମିତି ଯୋଜନାରେ ସରକାର ବନ୍ଦୋବସ୍ତ କରୁଥିଲେ ହେଇଥିଲେ, ପାଖାପାଖି ଯାହା ଅଟକଳ ଆସିଛି ଓଡ଼ିଶାକୁ ମଧ୍ୟ 1,20,000 କୋଟି ଟଙ୍କାର ଫାଇଦା ମିଳିବ। କେମିତି ଫାଇଦା ମିଳିବ? ଗୋଟେ ପାଖାପାଖି 64-65 ହଜାର କୋଟି ଟଙ୍କା ଆପଣ ଆସିବ ଟ୍ୟାକ୍ସ ଡିଭଲ୍ୟୁସନ୍ରୁ। ଯେଉଁ ସରକାର ଯେଉଁ ଟ୍ୟାକ୍ସ ଦେବେ, ଆମର ଭାଗ ଅଛି 4 ପଏଣ୍ଟ ସମଥିଙ୍ଗ, ସେଥିରୁ ଆମର ପାଖାପାଖି ଯେଉଁ କହୁଥିଲି 64-65 ହଜାର କୋଟି ମିଳିବ। ଅନ୍ୟାନ୍ୟ ଯେଉଁ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା, କେନ୍ଦ୍ରୀୟ ଯୋଜନା ସବୁର ହିସାବ କଲେ ଓଡ଼ିଶା ମଧ୍ୟ 1,20,000 କୋଟି ଟଙ୍କାର ଲାଭବାନ ହେବ ବୋଲି ଯାହା ହିସାବ ଆସିଛି। ଆଉ ବଜେଟ୍ ଏମିତି ଗୋଟିଏ ଅଗଲ ବଗଲ ଜିନିଷ, ସେ ଫାଇନାନ୍ସ ସେକ୍ରେଟାରୀ ହିଁ ଜାଣିଥିବେ ପ୍ରକୃତ ରହସ୍ୟ କ'ଣ।
ଯେତେ ଫର୍ଦ ଗୋଡ଼େଇଲେ ତୁମେ ମୁଣ୍ଡଟା ସେତେ ଜାମ୍ ହୋଇଯିବ। ତେଣୁ ଆମେ ସିମ୍ପଲ୍ ଜାଣିଲୁ କେନ୍ଦ୍ର ସରକାର 53 ଲକ୍ଷ କୋଟି ଟଙ୍କାର ଗୋଟେ ବଜେଟ୍ ଉପସ୍ଥାପନ କରିଛନ୍ତି। ଓଡ଼ିଶାକୁ ପାଖାପାଖି ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଆସିଛି। ଆଉ ନୂଆ ସ୍କିମ୍ କିଛି ଆସିନି। ତେଣୁ ଦେଖାଯାଉ, ହୁଏତ ଆଗାମୀ ଦିନରେ ନୂଆ ସ୍କିମ୍ ବି କରିପାରନ୍ତି। ଆଜିକାଲି ସରକାର ଆଉ ବଜେଟ୍ ବେଳେ ସ୍କିମ୍ ଘୋଷଣା କରୁନାହାନ୍ତି। ମଝିରେ ମନେକର ମୋଦି ଗୋଟେ ଦେଖିଲେ ଅମକ ଦିବସଟା ଭଲ ଦିନ, ସେ ଘୋଷଣା କରୁଛନ୍ତି ଅମକ ଯୋଜନା। ମୋହନ ମାଝୀ ଦେଖିବେ ଗୋଟେ ମିଟିଂରେ ବି ଯୋଜନା ଘୋଷଣା କଲେଣି। ତେଣୁ ଆଉ ବଜେଟ୍ରେ ସେମିତି ଚାର୍ମ ନାହିଁ ଆଗ ଭଳିଆ। ଠିକ୍ ଅଛି।